ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ପିଲାମାନଙ୍କ ମନରେ ଉତ୍ସାହ ଆଗ୍ରହ ତ ବହୁତ। ପିଲାମାନେ ସବୁ ବାହାରି ପଡ଼ିଛନ୍ତି, ସକାଳୁ ଆସି ସ୍କୁଲରେ ପହଞ୍ଚି ଯାଇଛନ୍ତି, ପ୍ୟାରେଡ଼ରେ ଲାଗି ପଡ଼ିଛନ୍ତି। ସମସ୍ତଙ୍କ ମନରେ ଆଗ୍ରହ, ଉଦ୍ଦୀପନା, ଉତ୍ସାହ ଏହି ଦିବସଟିକୁ ପାଳିବା ପାଇଁ ଗର୍ବ ଆଉ ଗୌରବର ସହିତ ଆମର ବର୍ତ୍ତମାନ ପତାକା ଉତ୍ତୋଳନ ହୋଇଯାଇଛି। ପିଲାମାନେ ଏବେ ଜାତୀୟ ସଙ୍ଗୀତ ଗାନ କରିବେ। ଜାତୀୟ ସଙ୍ଗୀତ ଗାନ କରିବା ସହିତ ପିଲାମାନଙ୍କର ସ୍ଲୋଗାନ ସମସ୍ତଙ୍କୁ ବହୁତ ଜୋସ୍ରେ ଆଣିଦେଇଛି ପିଲାମାନଙ୍କୁ ଏହି ଜାତୀୟ ଦିବସଟିକୁ ପାଳନ କରିବା ପାଇଁ। ବର୍ତ୍ତମାନ ପିଲାମାନଙ୍କର ସ୍ଲୋଗାନ ପରେ ଗାଁ ବୁଲା ଆରମ୍ଭ ହୋଇଯିବ। ପିଲାମାନେ ସ୍ଲୋଗାନ ଦେଇ ଚାଲିଛନ୍ତି ଆଗ୍ରହ ଆଉ ଉତ୍ସାହର ସହିତ। ପିଲାମାନଙ୍କ ମନରେ ଗୋଟିଏ ଦିନ ପାଇଁ ବହୁତ ଆଗ୍ରହ ଥାଏ, ବହୁତ ଉତ୍ସାହ ଥାଏ, ଉଦ୍ଦୀପନା, ଏ ଗର୍ବ ଆଉ ଗୌରବର ଦିନଟିକୁ ପାଳିବା ପାଇଁ। ବର୍ତ୍ତମାନ ଗାଁ ବୁଲା ଆରମ୍ଭ ହୋଇଯାଇଛି। ଏହି ଦିନରେ ପିଲାମାନେ ଯେମିତି ଆଗ୍ରହର ସହିତ ଗୋଟେ ମତୁଆଲା ହେଇ ଜାତୀୟ ପତାକା ହାତରେ ଧରି ଗୋଟେ ଗର୍ବ ଅନୁଭବ କରି ଗାଁ ବୁଲୁଛନ୍ତି। ସ୍ୱାଧୀନ ଭାରତର ଯେଉଁ ସ୍ୱାଧୀନ ନାଗରିକ ହେବାର ସ୍ୱପ୍ନ ତାଙ୍କ ମନରେ ଭରିଯାଇଛି। ସେମାନେ ବି ବହୁତ ଆଗ୍ରହୀ, ସମସ୍ତେ ଗାଁରେ ବୁଲିବେ, ଗାଁ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବେ, ନିଜର ସ୍କୁଲର ଗାରିମା ଦେଖାଇବେ, ନିଜର ଦେଶର ଗୌରବ ଦେଖାଇବେ। ତେଣୁ ସମସ୍ତେ ଆଗ୍ରହରେ ସବୁ ପତାକା ଧରି ସ୍ଲୋଗାନ ଦେଇ ସବୁ ଚାଲିଛନ୍ତି ଧାଡ଼ିରେ ଗାଁ ବୁଲିବା ପାଇଁ। ଗାଁରେ ବି ଲୋକମାନେ ତାଙ୍କୁ ଗୋଟେ ଆରେଞ୍ଜମେଣ୍ଟ କରିଥାନ୍ତି ପତାକା ଉତ୍ତୋଳନ ପାଇଁ। ଯେଉଁ ସ୍କୁଲ ପାଖ ଆଖରେ ଥାଏ ସେମାନେ ବି ଆସନ୍ତି, ପିଲାମାନେ ପତାକା ଉତ୍ତୋଳନ ଏଇଠି କରାଯାଏ। ସବୁ ଲୋକମାନେ ଆଗ୍ରହ ଉଲ୍ଲାସର ସହିତ ପିଲାମାନଙ୍କୁ ବି କିଛି ଭଲ ଭଲ ବିସ୍କିଟ୍, ଚକୋଲେଟ୍ ବା ଆଉ କିଛି ବାଣ୍ଟିଥାନ୍ତି, ଲଡ଼ୁ ଆଦି। ପିଲାମାନେ ବହୁତ ଖୁସି ଥାନ୍ତି। ବର୍ତ୍ତମାନ ଏଠି ଏକଜୁଟ ହୋଇଯାଇଛନ୍ତି, ପତାକା ଉତ୍ତୋଳନ ବି ହୋଇଯାଇଛି ଏଠି। ତାପରେ ଜାତୀୟ ସଙ୍ଗୀତ ବି ପିଲାମାନଙ୍କ ଦ୍ୱାରା ଏବେ ଗାନ କରାଯାଇଛି। ଜାତୀୟ ସଙ୍ଗୀତ ଗାନ କଲା ପରେ ପରେ ପିଲାମାନଙ୍କର ସ୍ଲୋଗାନ, ଯେଉଁ ସ୍ଲୋଗାନ କି ସମସ୍ତଙ୍କୁ ବହୁତ ମତୁଆଲା କରିଦେଇଛି ଲୋକମାନଙ୍କୁ ମଧ୍ୟ।